ଭଗବାନ ହେଉଛନ୍ତି ସବୁ କାରଣର କାରଣ, ସବୁ କିଛିର ମୂଳ ଉତ୍ସ, ସେ କଥା ସେ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ପ୍ରକାରର ଉପଦେଶ ଦେଇକି। ଏବଂ ସେଥିରେ ସେ କହୁଛନ୍ତି ବଡ଼ କଥା ଏଠି ଅଛି ଯେ ଅଚିନ୍ତ୍ୟ, କେମିତି ଭଗବାନ ଏବଂ ଭଗବାନଙ୍କର ଠାରୁ ପ୍ରକାଶିତ ଶକ୍ତି ଏଗୁଡ଼ିକ ଭେଦ ଅଭେଦ ଯୁକ୍ତ, ଏବଂ କେମିତି ଭେଦ ଏବଂ କେମିତି ଅଭେଦ ଯୁକ୍ତ ତାହା ବୁଝିବା କଷ୍ଟକର ବ୍ୟାପାର, କାରଣ ଏଟା ଅଚିନ୍ତ୍ୟ, ଏଟା ଚିନ୍ତା କରିହେବ। ସେଥିପାଇଁ ମହାପ୍ରଭୁ এই অচিন্ত্য ভেদাভেদ তত্ত্বକୁ ପ୍ରକାଶ କରିଥିଲେ। କାରଣ ଗୁଣାତ୍ମକ ଭାବେ ଆମେ ଭଗବାନ ସହିତ ସମାନ ହେଲେ ମଧ୍ୟ ପରିମାଣାତ୍ମକ ଭାବେ ଆମେ କେବେ ସମାନ ହେଇପାରିବା ନା। ତେଣୁ ଏଠି କୁହାହେଉଛି ଯେ ସୂର୍ଯ୍ୟଙ୍କର ଉଦାହରଣ ଦିଆଯାଇଛି, ସୂର୍ଯ୍ୟ କିରଣ ଠାରୁ ସୂର୍ଯ୍ୟ ତଫାତ୍ ନୁହନ୍ତି, ସୂର୍ଯ୍ୟଙ୍କ ଠାରୁ ସୂର୍ଯ୍ୟ କିରଣ ଆସୁଛି, କିନ୍ତୁ ସେଇ ଏକା ବିଚାରରେ ଦେଖିବାକୁ ଗଲେ ସେ କିରଣ ମଧ୍ୟ ସୂର୍ଯ୍ୟ ନୁହନ୍ତି। ସେମିତିକା ଭୌତିକ ଜଗତରେ ଯେଉଁ ପ୍ରକାଶ ହେଉଛି ସେ ପ୍ରକାଶ ଗୁଡ଼ିକ ଭଗବାନଙ୍କ ଠାରୁ ଆସୁଛି, ଯଦିଓ କିନ୍ତୁ ଭଗବାନ ସହିତ ସମାନ ନୁହେଁ। ଯଦିଓ ଭଗବାନ ଠାରୁ ଆସୁଛି, ଭଗବାନ ସହିତ ସମାନ ନୁହେଁ। ଭଗବାନ ମଧ୍ୟ এই ଭୌତିକ ଜଗତ ସହିତ ତାଙ୍କର କିଛି ସମ୍ବନ୍ଧ ନାହିଁ, ଯଦିଓ ତାଙ୍କଠୁ ଭୌତିକ ଜଗତ ପ୍ରକାଶିତ ହେଉଛି। ତେଣୁ ସିଏ ହେଉଛନ୍ତି ସମସ୍ତ ଉତ୍ସର ଉତ୍ସ, ସମସ୍ତ କାରଣର କାରଣ। ସେଥିପାଇଁ ବ୍ରହ୍ମାଜୀ କହିଲେ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବ କାରଣ କାରଣ। ତାପରେ ହେଉଛି କ'ଣ, ଯେ ଏଇ ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି, ଏ ଭୌତିକ ଜଗତ ସୃଷ୍ଟି ହେଉଛି ବିଲୟ ହେଉଛି, ଏହାର ସମାପ୍ତି ହେଉଛି, ଇଏ ମାନେ ନଷ୍ଟ ହେଇଯାଉଛି ବା ପରିବର୍ତ୍ତନଶୀଳ। କିନ୍ତୁ ଭଗବାନ ପରିବର୍ତ୍ତନଶୀଳ ନୁହନ୍ତି କିମ୍ବା ଭଗବାନଙ୍କର ଧାମ ପରିବର୍ତ୍ତନଶୀଳ ନୁହେଁ। ଏକଥା ଏ ଶ୍ଳୋକରେ ଦିଆଯାଇଛି ଏବଂ ପ୍ରଭୁପାଦଜୀ ମହାରାଜ ତା ଉପରେ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରି ବୁଝେଇଛନ୍ତି। ଗୋଟିଏ କଥା ହେଉଛି, ଏସବୁ ତତ୍ତ୍ୱକୁ କିଏ ବୁଝିପାରୁଛି? କେବଳ ଯେଉଁମାନେ ଭଗବାନଙ୍କୁ ଭକ୍ତ ସେମାନେ ଏ ତତ୍ତ୍ୱକୁ ବୁଝିପାରୁଛନ୍ତି, ସମସ୍ତେ ଏ ତତ୍ତ୍ୱକୁ ବୁଝିପାରୁନାହାନ୍ତି। All are not able to understand the tattva behind it. And therefore always Guru Maharaj, our Gurudev was saying, just go for absolute consideration, not for apparent consideration.